ତ ଫାଷ୍ଟ ଅଫ୍ ଅଲ୍ ନୃସିଂହ ତମେ ଯେମିତି ପ୍ରିପାରେସନ ଚାଲିଥିଲା ନିଟ୍ ତମର ଦେଇଥିଲ ନିଟ୍ ଯୋଉ ଅନୁସାରେ ଭାବିଥିଲ ସେ ଅନୁସାରେ ହେଇନଥିଲା ତାପରେ ଯେତେବେଳେ ନିଟ୍ ପରେ ଯେତେବେଳେ ଓୟୁଏଟି କଥା ଭାବିଲ ସେଠୁ ତମେ ଆଗରୁ ବିଦେଶ କ୍ଲାसेस କୁ ଫଲୋ କରୁଥିଲ ନା ତାପରେ ତା ଜାଣିବାକୁ ସାର୍ ପାଇଲ? ନିଟ୍ ପରେ ହିଁ ମୁଁ ମାନେ ଓୟୁଟି ପାଇଁ ଟିକେ ମୋର ଫୋକସ ଟା ବଢିଗଲା। ତ ମୁଁ ତାପରେ ୟୁଟ୍ୟୁବରେ ସର୍ଚ୍ଚ କଲି ମାନେ ଓୟୁଟି ରିଲେଟେଡ ହଉଛି ଭିଡିଓସ୍ କ୍ଲାसेस ଗୁଡା ହୁଁ। ତ ଫାଷ୍ଟ ମତେ ରେକମେଣ୍ଡେସନ ବିଦ୍ୟାସାଗର କ୍ଲାसेस ରହିଲା। ତାପରେ ସେଇ ପାଖାପାଖି 1 ମନ୍ଥ ମୁଁ ପୁରା ମାନେ ଅନେଷ୍ଟଲି ବିଦ୍ୟାସାଗର କ୍ଲାसेस କୁ ଫଲୋ କଲି। ଯେତିକି କଣ ଲାଇଭ କ୍ଲାसेस ହଉଥିଲା କି ପ୍ରାକ୍ଟିସ ସେସନ ହଉଥିଲା ସବୁ ଗୁଡା ଆଟେଣ୍ଡ କଲି ତ ସେଇ ହିସାବରେ ସେଇଟା ବହୁତ ହେଲ୍ପ କଲା ମତେ ଓୟୁଟି କାରଣ ମୁଁ ସବୁ କ୍ଲାସ କରୁଥିଲ ଫିଜିକ୍ସ କେମିଷ୍ଟ୍ରି ସବୁ କ୍ଲାସ ମାନେ ରେଗୁଲାର? ସବୁ ତ ସାର୍ କହିବେନି ଫିଜିକ୍ସ କେମିଷ୍ଟ୍ରି ମୋଷ୍ଟଲି କରିଥିଲି ବାୟୋଲୋଜି ମୁଁ ଏତେ କରୁନଥିଲି ବଟ୍ ଫିଜିକ୍ସ କେମିଷ୍ଟ୍ରି ମୋଷ୍ଟଲି କରୁଥିଲି ସାର୍। କେମିତି କଣ ଆମର ବିଦ୍ୟାସାଗର ଯୋଉ ଫାକଲ୍ଟି ଯୋଉମାନେ ଅଛନ୍ତି ତାଙ୍କର ପଢାପଢି ଇଏ କେମିତି କଣ ତମକୁ ଠିକ ଠାକ ଲାଗିଲା କେମିତି କଣ? ସାର୍ ଏକ୍ସପିରିଏନ୍ସ ୱାଇଜ ତ ସବୁ ଫାକଲ୍ଟି ବହୁତ ଭଲ ତ ସବୁ ବହୁତ ଭଲ ଥିଲା ମାନେ ଗୋଟେ ମନ୍ଥ ମୁଁ ଯେତିକି ପଢିଲି ମତେ ଭଲ ଲାଗିଲା। କୋଉ